ଜୟ ଜଗନ୍ନାଥ, ଜୟ ମା ସମଲେଇ। ଆସନ୍ତୁ ଗୋଟିଏ ବୁକ୍ ରିଭ୍ୟୁ କରିବା। ସେ ବୁକ୍ର ନାମ ହେଉଛି ଏଜ୍ ଏ ମ୍ୟାନ୍ ଥିଙ୍କେଥ୍। ଏହାର ରାଇଟର ହେଉଛନ୍ତି ଜେମ୍ସ ଆଲେନ୍। ତ ବନ୍ଧୁଗଣ, ଏଇ ବୁକ୍ ଗୋଟିଏ ସେଲ୍ଫ ଇମ୍ପ୍ରୁଭମେଣ୍ଟ ବୁକ୍। ତ ଏ ବୁକ୍ରେ କ'ଣ ଅଛି ଆଉ କ'ଣ ଥିଲେ ଆହୁରି ଭଲ ହୋଇଥାନ୍ତା ସେ ବିଷୟରେ ଜାଣିବା। ତ ଫ୍ରେଣ୍ଡସ୍, କଥାଟି ହେଲା ଯେ ଏ ବୁକ୍ରେ ଗୋଟେ ଇମ୍ପୋର୍ଟାଣ୍ଟ ମେସେଜ୍ ଅଛି। ସେ ଇମ୍ପୋର୍ଟାଣ୍ଟ ମେସେଜ୍ କ'ଣ? ସେ ଇମ୍ପୋର୍ଟାଣ୍ଟ ମେସେଜ୍ ହେଲା ଯେ ଆମେ ଯେପରି ଭାବିବା, ବାରମ୍ବାର ଚିନ୍ତା କରିବା, ସେଇ ଥଟ୍ ଆକ୍ସନ୍ରେ ପରିଣତ ହେବ। ଅର୍ଥାତ୍ ଆମେ ଯାହା ଭାବିଥାଉ ତାହା ହିଁ ଆମର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଆମର ଚିନ୍ତା ସମାନ ଭାଗ୍ୟ ସମାନ ବୋଲି କୁହାଯାଇଥାଏ। ଆଉ ଗୋଟେ କଥା ହେଲା, ଏ ବୁକ୍ରେ ଆମର କ୍ୟାରେକ୍ଟରକୁ ଡିଫାଇନ୍ ବା ଡିଟରମାଇନ୍ କରାଯାଇଛି। କ'ଣ? ଆମେ ଯେପରି ଥଟ୍ କରିଥାଉ ସେପରି ଆମର ଚରିତ୍ର ମଧ୍ୟ ସେହିପରି ହୋଇଥାଏ। କାରଣ ଜନ୍ମ ଆଗରୁ ଆମର କ୍ୟାରେକ୍ଟର କୌଣସି ନିର୍ଦ୍ଧାରିତ ହୋଇନଥାଏ। ଏଇ ବୁକ୍ ହିସାବରେ ଯେତେବେଳେ ଆମେ ବିଭିନ୍ନ ଥଟ୍ ଦ୍ୱାରା ଆମର ମାଇଣ୍ଡକୁ ଯାହା ଇନଷ୍ଟ୍ରକ୍ସନ୍ ଦେଇଥାଉ ସେଭଳି ଆମର କ୍ୟାରେକ୍ଟର ମଧ୍ୟ ହୋଇଥାଏ ଏବଂ କ୍ୟାରେକ୍ଟର ଯେଭଳି ହୋଇଥାଏ ଆକ୍ସନ୍ ମଧ୍ୟ ତାହା ଡିଟରମାଇନ୍ କରିଥାଏ। ଏଭଳି କୁହାଯାଇଛି। ଭଲ କଥାଟି, କିନ୍ତୁ ମୋ ମତରେ ଏ ବୁକ୍ରେ ଗୋଟିଏ ଉଣା ରହିଲା। କାରଣ ଏଇଠି ମାଇଣ୍ଡର ଥଟ୍ ଯେଭଳି ଗୁରୁତ୍ୱପୂର୍ଣ୍ଣ, ଠିକ୍ ସେହିପରି ସୋସିଆଲ୍ ସିଚୁଏସନ୍ ମଧ୍ୟ ସେଭଳି ଗୁରୁତ୍ୱପୂର୍ଣ୍ଣ। କାରଣ ଅନେକାଂଶରେ ଆମେ ଜାଣିଥାଉ ଯେ ସୋସିଆଲ୍ ପ୍ରେସର୍ ଦ୍ୱାରା ଆମ ମାଇଣ୍ଡ କିଛି କାଂଶରେ ପ୍ରଭାବିତ ହୋଇଥାଏ। କିନ୍ତୁ ଏଇ ବୁକ୍ରେ ସୋସିଆଲ୍ ପ୍ରେସର୍କୁ ବା ସୋସିଆଲ୍ ସିଚୁଏସନ୍କୁ, ସୋସିଆଲ୍ ଏନ୍ଭାଇରନମେଣ୍ଟକୁ ସେତେ ପରିମାଣରେ ଗୁରୁତ୍ୱ ଦେଇନାହିଁ। କିନ୍ତୁ ଆମେ ଦେଖିବା ସୋସିଆଲ୍ ସିଚୁଏସନ୍ ବା ସୋସିଆଲ୍ ଏନ୍ଭାଇରନମେଣ୍ଟ ବା ସୋସିଆଲ୍ ପ୍ରେସର୍ ନିଶ୍ଚିତ ଭାବରେ ଇନଫ୍ଲୁଏନ୍ସ କରିଥାଏ ଆମର ଥଟ୍କୁ। ସପୋଜ୍ ଉଦାହରଣ ସ୍ୱରୂପ, କିନ୍ତୁ ଯେତେବେଳେ ବର୍ଷା ହେଇଥାଏ, ଆମ ପାଖରେ ଛତା ନଥାଏ, ଆମେ ବିନା ଛତାରେ ବି ଯାଇପାରିବା, ଓଦା ହେବ ନାହିଁ ବୋଲି ବାରମ୍ବାର ଭାବିଲେ କ'ଣ ବିନା ଛତାରେ ଆମେ ଯାଇପାରିବା? ଆମ ଦେହ ଓଦା ହେବ ନାହିଁ? ଝଡ଼ବାତ୍ୟା ଦ୍ୱାରା ଆମର ମାଇଣ୍ଡ ଇନଫ୍ଲୁଏନ୍ସ ହୁଏ କି ଥଟ୍ଟା? ଠିକ୍ ସେହିପରି ଏଇଠି ମୋତେ ଟିକେ ଲାଗିଲା ଟିକେ ଉଣା ଅଛି ବୋଲି, କିନ୍ତୁ ବାକି ଭଲ ଅଛି। କାରଣ ଥଟ୍ ନିଶ୍ଚିତ ଭାବରେ ଗୁରୁତ୍ୱପୂର୍ଣ୍ଣ। ଥଟ୍ ଦ୍ୱାରା ଆକ୍ସନ୍ ଡିଟରମାଇନ୍ ହୋଇଥାଏ, କ୍ୟାରେକ୍ଟର ମଧ୍ୟ ଡିଟରମାଇନ୍ ହୋଇଥାଏ ଏବଂ ଆମର ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ ହୋଇଥାଏ। ସତ କଥା। ତ ଆଶା କରୁଛି এই ବୁକ୍ଟି ଆପଣମାନେ ବୁଝିପାରିଥିବେ, ବୁକ୍ ରିଭ୍ୟୁ ଜାଣିପାରିଥିବେ। ଯଦି ଏଭଳି ବୁକ୍ ରିଭ୍ୟୁ କରିବା ପାଇଁ ବା ଦେଖିବା ପାଇଁ ଆପଣ ଚାହୁଁଛନ୍ତି, ତାହେଲେ ନିଶ୍ଚିତ ଆମ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ୍ସ ଫର୍ ୱାଚିଂ। ଜୟ ଜଗନ୍ନାଥ, ଜୟ ମା ସମଲେଇ।